ଆଜି ସକାଳୁ ସକାଳୁ ଉଠିଲା ବେଳକୁ ମୋ ସାନ ଭଉଣୀ ସାଙ୍ଗେ ସାଙ୍ଗେ ଚା ବନେଇ ଆଣିଦେଇଥିଲା। ଆମେ ଗରମ ଗରମ ଚା ପିଉଥିଲୁ କାହିଁକିନା ବହୁତ ଜୋର ଥଣ୍ଡା ଲାଗୁଥିଲା ଆଉ ବାହାରେ ବହୁତ ଜୋର କୁହୁଡ଼ି ପଡୁଥିଲା। କିଛି ସମୟ ପରେ ଖରା ଆସିବାରୁ ସମସ୍ତେ ବାଡ଼ି ପଟକୁ ଯାଇ ପରିବାପତ୍ର ସବୁ ତୋଳାତୋଳି କରିଦେଇଥିଲୁ କାହିଁକିନା ଆଜି ଆମେ ଘରକୁ ଯିବୁ। ତାପରେ ଗାଧୁଆ ପାଧୁଆ ସାରି ଖାଇ ପିଇ ଦେଇ ରେଡି ହେଇଥିଲୁ ଏବେ ଆମେ ଯିବା ପାଇଁ। ବାହାରେ ଗାଡ଼ିରେ ସବୁ ବ୍ୟାଗ୍ ପତ୍ର ବାନ୍ଧିଲା ବେଳକୁ ମୋ ବଡ଼ ବାପା ଆସି ସେଠି ପହଞ୍ଚି ଯାଇଥିଲେ। ତାଙ୍କୁ ମୁଁ ପ୍ରଣାମ କରିଥିଲି। ମୋଠୁ ଦେଖି ସିଦ୍ଧି ମାମା ବି ସମସ୍ତଙ୍କୁ ପ୍ରଣାମ କରିଥିଲା। ପାଗ ପୁରା ମେଘୁଆ ହେଇଥିଲା ସେଥିପାଇଁ ଆମେ ସମସ୍ତେ ସ୍ୱେଟର ପିନ୍ଧି ଆସିଥିଲୁ। ଆସିଲା ବେଳକୁ ଡୁବୁରି ପାଖରେ ରାସ୍ତା କଡ଼ରେ ଭଲ ମକା ବିକ୍ରି ହଉଥିଲା। ସେଇଥିରୁ ଟିକେ ନେଇକି ଘରକୁ ଆସିଥିଲୁ। ଘରେ ପହଞ୍ଚିଲା ବେଳକୁ ପାଖାପାଖି 1ଟା ବାଜି ଯାଇଥିଲା। ଆଉ ଡେରି ନ କରି ସାଙ୍ଗେ ସାଙ୍ଗେ ଯାଇ ଶାଢ଼ୀ ଚେଞ୍ଜ କରିଦେଇ ଆସି ଦାଣ୍ଡ ଦୁଆର ମୁହଁରେ ଗୋବରରେ ଲିପି ଦେଇଥିଲି। ଲିପାଲିପି କରିଦେଇ ସାରି ବାରିପଟକୁ ଯାଇଥିଲି ଆମ୍ବ ଡାଳ ଆଣିବା ପାଇଁ। ସିଦ୍ଧି ମାମା ବି ମୋ ସାଙ୍ଗରେ ଯାଇଥିଲା। ଆଉ ମୁଁ ଆମ୍ବ ଡାଳ ତୋଳିଲା ବେଳେ ସିଏ ହିଁ ମୋର ଭିଡ଼ିଓ ବନେଇ ଦେଇଥିଲା। ତାପରେ ଆସି ମୁରୁଜ ପକେଇଥିଲି। ଆଉ ସେଇ ମୁରୁଜରେ ପ୍ରଭୁ ଶ୍ରୀ ରାମଙ୍କ ନାମ ଲେଖିଥିଲି। ଆଉ ଧଳା ଧାନ ଧୋଇ ପ୍ରଭୁ ଶ୍ରୀ ରାମଙ୍କୁ ସ୍ମରଣ କରି କଳସ ସ୍ଥାପନ କରି ଦୀପ ପ୍ରଜ୍ୱଳନ କରିଥିଲି। କାରଣ ହଉଛି ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ହଉଛି। ଆମେ ସେଠିକୁ ନ ଯାଇ ପାରିଲେ କଣ ହେଲା, ଘରେ ତ ପ୍ରଭୁଙ୍କୁ ସ୍ମରଣ କରିପାରିବା। ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବା ପାଇଁ ଭୁଲିବେନି। ଜୟ ସିୟା ରାମ।